ଆମର ଯେତେ ବି ଯୁବ ସମାଜ ଅଛନ୍ତି ସମସ୍ତ ଭାଇମାନଙ୍କୁ ମୁଁ ରିକ୍ୱେଷ୍ଟ କରିବା ପାଇଁ ଚାହିଁବି କି ଏ ସମାଜରେ ଆମକୁ ରହିବାକୁ ହେଲେ ଆମର ଯେଉଁ ଯୁବକ ଅବସ୍ଥାରେ ଆମକୁ ଗୋଟେ ଜିନିଷ ଉପରେ ଧ୍ୟାନ ଦେବା ପାଇଁ ପଡ଼ିବ। ଧ୍ୟାନ ତ ବହୁତ ସାରା ଜିନିଷ ଉପରେ ଧ୍ୟାନ ଦେବା ପାଇଁ ମାନେ ପଡ଼ିଥାଏ, କିନ୍ତୁ ସେଥିମଧ୍ୟରୁ ଗୋଟେ ଜିନିଷ ଯେଉଁଟାକି ସବୁବେଳେ ଆମକୁ ପ୍ରୟାସ କରିବା ଦରକାର ଯେ ଆମେ କେମିତି ଶକ୍ତିଶାଳୀ ରହିବା। ଠିକ୍ ଅଛି, କାହିଁକି ନା ଶକ୍ତିଶାଳୀ ଯଦି ଆମେ ରହିବାନି ନା ଆମକୁ ସବୁବେଳେ ହଇରାଣ କରାଯିବ। ଠିକ୍ ଅଛି, ଆମକୁ ଟର୍ଚର କରାଯିବ। ଠିକ୍ ଅଛି, କାହିଁକି ନା ଆପଣ ଆଜିକା ସୋସାଇଟିରେ ଆପଣ ଦେଖନ୍ତୁ, ଯଦି ଆପଣ ସାଧାରଣ ବର୍ଗରୁ ଆସୁଛନ୍ତି, ଠିକ୍ ଅଛି, ଆପଣଙ୍କର କୌଣସି ରାଜନୀତିଙ୍କ ସହିତ ଆପଣଙ୍କର ମାନେ ଚିହ୍ନା ନାହିଁ, କୌଣସି ଗୋଟେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଚିହ୍ନା ନାହିଁ, ଆପଣ ଗୋଟେ ବହୁତ କମନ୍ ପିପୁଲରେ ଗଣା ହେଉଛନ୍ତି ନା, ତ ଆପଣଙ୍କ କଥା କେହି ଶୁଣିବେନି। ଠିକ୍ ଅଛି, କାହିଁକି ନା ଆପଣଙ୍କ ପାଖରେ ଶକ୍ତି ନାହିଁ। ଠିକ୍ ଅଛି, ଏମିତି ଗୋଟେ କଥା ଅଛି, ବୀର ଭୋଗ୍ୟ ବସୁନ୍ଧରା। ଏ ଦୁନିଆ ହେଉଛି ଶକ୍ତିଶାଳୀ ଲୋକମାନଙ୍କ ପାଇଁ। ଠିକ୍ ଅଛି, ଯିଏ ଶକ୍ତିଶାଳୀ ନା ତା ପାଖକୁ ଅଟୋମେଟିକ୍ ଲୋକମାନେ ଆସିକି ସମ୍ମାନର ସହିତ କଥା ହୁଅନ୍ତି। ଠିକ୍ ଅଛି, ତ ଆମର ଏଇଟା ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଜିନିଷ ଯେଉଁଟାକି ଆମେ ୟୁଥ୍ ସମୟରେ ଆମେ ଏପଟ ସେପଟ ଭଟକି ଯାଉ, କେହି ଆମକୁ ଭଟକେଇ ଦେଲା ସିଆଡ଼େ ଚାଲିଗଲେ। ଠିକ୍ ଅଛି, ତ ସେ ସମୟରେ କ'ଣ ହୁଏ, ଆମର ଯେଉଁ ବ୍ୟକ୍ତିଗତ ଇମ୍ପ୍ରୁଭମେଣ୍ଟରେ ଆମେ କମ୍ ଧ୍ୟାନ ଦେଇଥାଉ, ଆଉ ପରବର୍ତ୍ତୀ ସମୟରେ ଆମର ଯେଉଁ ବ୍ୟକ୍ତିତ୍ୱଟା ମାନେ ଦୁର୍ବଳ ହେଇଯାଇଥାଏ, ଆଉ ଦୁର୍ବଳ ବ୍ୟକ୍ତିତ୍ୱ କେବେ ବି ଆମକୁ ଶକ୍ତିଶାଳୀ ହେବା ପାଇଁ ଅନୁମତି ଦିଏ ନାହିଁ। ଠିକ୍ ଅଛି, ତ ମୁଁ ଆଶା କରୁଛି ମୁଁ ସବୁବେଳେ ମୋ ୟୁଥ୍ମାନଙ୍କ ପାଇଁ ମୁଁ ସବୁବେଳେ ମୁଁ ଭିଡ଼ିଓ ବନାଉଛି କି ଆମ ୟୁଥ୍ ଯେତିକି ଶକ୍ତିଶାଳୀ ରହିବ ସେତିକି ଆମ ଏଇ ସମାଜରେ ସୁଧାର ଆସିବ, ସେତିକି ଆମର ଯେଉଁ ଯେଉଁ ସୋସାଇଟିରେ ରହୁଛୁ, ଆମ ଚାରିପାଖରେ ଯେଉଁମାନେ ରହୁଛନ୍ତି, ଯେଉଁମାନେ ଆମକୁ କହୁଛନ୍ତି ଯେ ଆମ ପାଖରେ ଜଣେ ୟୁଥ୍ ଅଛି, ଠିକ୍ ଅଛି, ସେମାନେ ବି ଶାନ୍ତିରେ ରହିବା ଆରମ୍ଭ କରିବେ। ଠିକ୍ ଅଛି, ଯଦି ଗୋଟେ ୟୁଥ୍ ହିସାବରେ ଆପଣ ଶକ୍ତିଶାଳୀ ଅଛନ୍ତି ତ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ଆପଣଙ୍କୁ ମିଳିବ। ଆପଣଙ୍କ ପଛରେ ଯେଉଁମାନେ ବି ଛିଡ଼ା ହେଇଥିବେ ସେମାନଙ୍କୁ ମଧ୍ୟ ସମ୍ମାନ ମିଳିବ ଯଦି ଆପଣ ଶକ୍ତିଶାଳୀ ଅଛନ୍ତି। ତ ଠିକ୍ ଅଛି, ତ ଶକ୍ତିଶାଳୀ ହେବା ପାଇଁ ପ୍ରୟାସ କରନ୍ତୁ। ଠିକ୍ ଅଛି, ମୁଁ ମାନୁଛି ଶକ୍ତିଶାଳୀ ହେବା ପାଇଁ ଟିକେ ସମୟ ଲାଗେ, ବଟ୍ କୁହନ୍ତି ନା ଯେ ଚେଷ୍ଟା କଲେ ସବୁ ହେଇଯିବ। ଠିକ୍ ଅଛି, ହେଲା, ଆପଣ ମିଶନ୍ତୁ, ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଦେଖନ୍ତୁ, ସେମାନଙ୍କୁ ଅନୁସରଣ କରନ୍ତୁ। ଠିକ୍ ଅଛି, ତ ଆଜି ନହେଲେ କାଲି ହୁଏତ ଆପଣ ସବୁ କିଛି ଜାଣିଯିବେ। ଠିକ୍ ଅଛି, ଆଉ ଯଦି ଗୋଟେ ଜାଗାରେ ଆପଣ ବସି ରହିବେ ତ ଆପଣ ହୁଏତ ଆପଣ ଆଗକୁ ଗଲା ପରେ ଆପଣଙ୍କ ଯେଉଁ ବ୍ୟକ୍ତିତ୍ୱ ମାନେ କମ୍ ପ୍ରଭାବଶାଳୀ ହେଇପାରେ। ଠିକ୍ ଅଛି, ଆଉ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହିଁ ଅନ୍ୟକୁ ପ୍ରେରଣା ଦେଇପାରେ, ଅନ୍ୟକୁ ଶକ୍ତି ଦେଇପାରେ। ଠିକ୍ ଅଛି, ଶେଷରେ ଗୋଟେ କଥା ମୁଁ କହିବି, ଶକ୍ତିଶାଳୀ ବ୍ୟକ୍ତିତ୍ୱ ଗୋଟେ ହେଉଛି ଟ୍ରାନ୍ସଫର୍ମର ଭଳିଆ। ଠିକ୍ ଅଛି, ଯେମିତି ଟ୍ରାନ୍ସଫର୍ମାରୁ ଯେମିତି ଆମେ ଇଲେକ୍ଟ୍ରିକ୍ ଯେତେବେଳେ ଅନ୍ୟ ମିଟରକୁ ଦେଇଥାଉ ନା, ଠିକ୍ ଅଛି, ସେଇଭଳି ଗୋଟେ ଶକ୍ତିଶାଳୀ ଯୁବପିଢ଼ି ହିଁ ସେ ଅନ୍ୟକୁ ସାହାରା ଦେଇଥାଏ। ଠିକ୍ ଅଛି, ତ ଆମ ଯେତେ ବି ୟୁଥ୍ ଅଛନ୍ତି, ଆମେ ଯଦି ଶକ୍ତିଶାଳୀ ହେବା ପାଇଁ ଆମେ ଏବେ ପ୍ରୟାସ କରିପାରି ତ ପରବର୍ତ୍ତୀ ସମୟରେ ଆମେ କେବେ କରିପାରିବା ନାହିଁ। ଠିକ୍ ଅଛି, ଶେଷରେ ଏହି କଥା ମୁଁ କହି ରଖିବି, ଗୋଟେ ଆମର ଓଡ଼ିଆରେ ବହୁତ ସମୟରେ ଆମର ଯେଉଁ ଗୁରୁଜନମାନେ କୁହନ୍ତି, ଯାହା ହେଇନି ମାନେ ବାଳ କାଳେ ମାନେ ବାଳକ ସମୟରେ ତାହା ହେବନି କେବେ ବୃଦ୍ଧ କାଳେ। ଠିକ୍ ଅଛି, ମେ ବି ଏଇ ଓଡ଼ିଆ ସେଣ୍ଟେନ୍ସ ଗୁଡ଼ାକୁ ମୁଁ ଠିକ୍ସେ କହିପାରୁନି, କିନ୍ତୁ ଆଶା କରୁଛି ମୋ ମନର ଭାବନାକୁ ଆପଣ ବୁଝିପାରୁଥିବେ। କାହିଁକି ନା ଗୋଟେ ପିଲା ଯେତେବେଳେ ହୃଦୟରୁ କୁହେ ନା, ସେ କଥା ଗୁଡ଼ା ସାମ୍ନାବାଲାର ହୃଦୟ ତକ ଯାଏ। ଆଉ ମୁଁ ଆଶା କରୁଛି ପ୍ରତ୍ୟେକ କଥା ମୁଁ ହୃଦୟରୁ କହିବା ପାଇଁ ଚାହୁଁଛି। ଆଶା କରୁଛି ଆପଣ ଏଇ ଯେଉଁ ମୋ କନସେପ୍ଟକୁ, ଏଇ ମୋ ବାର୍ତ୍ତାକୁ ଆପଣ ବହୁତ ମାତ୍ରାରେ ଭଲ ପାଇବା ଦେବେ, ଆଉ ଗୋଟେ ସବଳ, ଗୋଟେ ଶକ୍ତିଶାଳୀ ଯୁବପିଢ଼ି ହିସାବରେ ଆପଣଙ୍କ ମଧ୍ୟ ବହୁତ ଯୋଗଦାନ ରହିବ। ନମସ୍କାର।